ସାଙ୍ଗମାନେ ଆପଣଙ୍କର ଚୁଟି ପାଚିଗଲାଣି କି? ତାହେଲେ ଆଜିର ଭିଡ଼ିଓ ଦେଖନ୍ତୁ। ବହୁତ କମ୍ ଏଜ୍‌ରୁ ଯଦି ଚୁଟି ପାଚୁଛି କିମ୍ବା ଆପଣଙ୍କର ଚୁଟି ଭଲସେ ବଢ଼ୁନି, ମୋଟା ହେଉନି କିମ୍ବା ଲମ୍ବା ହେଉନି, ତାହେଲେ ଆଜିର ଭିଡ଼ିଓ ଦେଖନ୍ତୁ। ମୁଁ ଆଜି ଆପଣମାନଙ୍କ ସହିତ ମାତ୍ର 2-3ଟି ଜିନିଷରେ ବହୁତ ସୁନ୍ଦର ଟିପ୍ସଟେ ସେୟାର କରିବି, ଯାହାଦ୍ୱାରା ଆପଣଙ୍କର ଚୁଟି ବହୁତ ଲମ୍ବା, ମୋଟା, ଘନ ହେବା ସହିତ ଆପଣଙ୍କର ଚୁଟି ଯେଉଁ ପାଚି ଯାଉଛି କମ୍ ଏଜ୍‌ରୁ ନ ପାଚିକି ବହୁତ ସୁନ୍ଦର ଭାବରେ ଆପଣଙ୍କର ଚୁଟି କଳା ରହିବ। ହେ ଗାଇସ୍, ୱେଲକମ୍ ବ୍ୟାକ୍ ଟୁ ମାଇ ଚ୍ୟାନେଲ୍ ଇଚ୍ଛା ଟିପ୍ସ ଆଣ୍ଡ ଟ୍ରିକ୍ସ। ଆଶା କରେ ଆପଣମାନେ ସମସ୍ତେ ବହୁତ ଭଲ ଥିବେ। ତ ଚାଲନ୍ତୁ ଆଜିର ସମ୍ପୂର୍ଣ୍ଣ ଭିଡ଼ିଓକୁ ଷ୍ଟାର୍ଟ କରିବା। ଏଇଠି ଦେଖନ୍ତୁ ସାଙ୍ଗମାନେ, ମୁଁ ଏଇଟା କ'ଣ ନେଇଛି ଆପଣମାନେ କମେଣ୍ଟରେ ଯଦି ଜାଣିପାରୁଥିବେ କୁହନ୍ତୁ। ଯଦି ନ ଜାଣିପାରୁଛନ୍ତି ତାହେଲେ ମୁଁ କହି ରଖୁଛି, ଏଇଟା ହେଉଛି ଆମର ଭୃସଙ୍ଗ ପତ୍ର। ଆପଣମାନେ ଭାବୁଥିବେ ଭୃସଙ୍ଗ ପତ୍ର କେମିତି? ମୁଁ ଯେତେବେଳେ କଞ୍ଚା ଥିଲା, ଭୃସଙ୍ଗ ପତ୍ର ଫ୍ରେଶ୍ ଥିଲା, ସେତେବେଳେ ମୁଁ ଧୋଇକି ତାକୁ ଶୁଖେଇକି ରଖିଥିଲି। ତ ଆପଣମାନଙ୍କ ପାଖରେ ଯଦି ତ ଭୃସଙ୍ଗ ପତ୍ର ସବୁବେଳେ ମିଳୁଛି ଭଲ କଥା। ଯଦି ବି ନ ମିଳୁଛି, ଆପଣମାନେ କେଉଁଠୁ ଆଣୁଛନ୍ତି ତାକୁ ୱେଷ୍ଟ ନ କରନ୍ତୁ। ଯେମିତି କି ଆମେ ରଖିଲେ ଅଧିକ ସମୟ ଫ୍ରିଜରେ ଖରାପ ହେଇଯାଏ, ତାକୁ ସେମିତି ନ କରିକି ଆପଣମାନେ ଶୁଖେଇକି ରଖିଦିଅନ୍ତୁ। ସବୁଠୁ ଭଲ, ଆପଣମାନେ ସବୁ କାମରେ ବି ବ୍ୟବହାର କରିପାରିବେ। ତ ଏଇଠି ମୁଁ ଶୁଖେଇକି ରଖିଥିଲି, ସେଇ ଶୁଖିବା ଭୃସଙ୍ଗ ପତ୍ରରୁ ଗୋଟେ ମୁଠା ଭୃସଙ୍ଗ ପତ୍ର ନେଇଗଲି। ଆଉ ଯେହେତୁ ଏଇଟା ଭଲସେ କଡ଼କଡ଼ିଆ କରିକି ଶୁଖିଛି, ତ ହାତରେ ଟିକେ ଚୋରି ନେଲି, ତ ଟିକେ ଛୋଟ ଖଣ୍ଡ ଖଣ୍ଡ ହେଇଗଲା। ତ ତାପରେ କ'ଣ କରିବେ ଦେଖନ୍ତୁ। ପ୍ରଥମେ ଗୋଟେ ଲୁହା ପ୍ୟାନ୍ ନେବେ। ଲୁହା କଢ଼େଇ ତ ନିଶ୍ଚିନ୍ତ ନେବେ, କାରଣ ଆମର ଯଦି ଚୁଟି ପାଚିବାର ସମସ୍ୟା ରହିଛି ନା, ଆମେ ଲୁହା କଢ଼େଇରେ ହିଁ ସବୁ ଜିନିଷ ବନେଇବା। କାରଣ ଲୁହା କଢ଼େଇରେ ଆଇରନ୍ ପ୍ରଚୁର ପରିମାଣରେ ଥାଏ, ଯାହାକି ଆମ ଚୁଟି ଗ୍ରୋଥ୍ କରିବାରେ ବହୁତ ସୁନ୍ଦର ସାହାଯ୍ୟ କରେ। ଆଉ ଆମ ଚୁଟିକୁ ଯେଉଁ ପାଚି ଯାଉଛି ଚୁଟି, ତାକୁ କଳା କରିବାରେ ବହୁତ ସୁନ୍ଦର ସାହାଯ୍ୟ କରେ। ଏଠି ଦେଖନ୍ତୁ, ମୁଁ ଭୃସଙ୍ଗ ପତ୍ରକୁ ଦେଇକି ଟିକେ ହାଲକା ଭାଜିବି। ଆଉ ତା ଉପରେ ଦେବି ଗୋଟେ ଚାମଚ ହଳଦୀ ପାଉଡ଼ର। ଭଲ କି ଗୋଟେ ବଡ଼ ଚାମଚରେ ଚାମଚେ ହଳଦୀ ପାଉଡ଼ର ନେବେ। ଆଉ ହଳଦୀ ଆଉ ଆପଣମାନଙ୍କର ଭୃସଙ୍ଗ ପତ୍ର, ୟାକୁ ଭାଜିବେ, ବହୁତ କଡ଼ା କରିକି ଭାଜିବେ। ଯେମିତିକି ଏଇଟା ପୁରା ପୋଡ଼ିକି କଳା ହେଇଯିବ ନା, ଅଙ୍ଗାର ହେଇଯିବ, ସେଇ ଟାଇପ୍ର, ନିଆଁ ନିଆଁ ଟାଇପ୍ର ହେଇଯିବ ସେଇପରିକା। ଆଉ ଏଇଟା କଲାବେଳେ ଆପଣମାନେ ଦେଖିବେ ଧୂଆଁ ଟିକେ ଅଧିକ ହେବ, ସେଥିପାଇଁ ଆପଣମାନେ ଝରକା କବାଟ ଖୋଲା କରିକି ୟାକୁ ବନେଇବେ। ତ ଏଠି ଦେଖନ୍ତୁ, କିଛି ସମୟ ଭାଜିଲା ପରେ ଏଇଟା ଟିକେ ହାଲକା ଫୁଲକା ଆମର କଳା ପଡ଼ିଗଲାଣି। ମାନେ ହଳଦୀ ତ ପ୍ରାୟ ଅଲମୋଷ୍ଟ କଳା ହେଇଗଲାଣି, କିନ୍ତୁ ପତ୍ର ଗୁଡ଼ାକ ଟିକେ ପୋଡ଼ିବା ପାଇଁ ଆଉ ଅଛି। ତ ଆଉ ଟିକେ ଭଲସେ ୟାକୁ ଆପଣମାନେ ଚଲେଇକି ପୁରା କଡ଼ା କରିକି କଳା କରିକି ପୋଡ଼ିକି ଭାଜିବେ। ଆଉ ଏଇଟା ଦେଖନ୍ତୁ, ଧୀରେ ଧୀରେ 5 ମିନିଟ୍ ଭିତରେ ହେଇଯିବ। ତ ଏଇଟା ଦେଖନ୍ତୁ, ମୁଁ ହାତରେ ଦେଖଉଛି, ଏଇଟା ଭଲସେ ହେଇଗଲା। ଆଉ ୟାକୁ ଆପଣମାନେ ଗ୍ୟାସ୍ ଅଫ୍ କରିକି ଭଲସେ ଥଣ୍ଡା କରିନେବେ। ଥଣ୍ଡା କରିସାରିଲା ପରେ ଗୋଟିଏ ଗିନାରେ ତାକୁ ବାହାର କରିନେବେ। ଏଇଠି ଦେଖନ୍ତୁ, ମୁଁ ଗୋଟିଏ ଗିନାରେ ବାହାର କରିନେଇଛି। ତ ମୁଁ କ'ଣ କଲି, ଏମିତି ହାତରେ ମନ୍ଥିକି ୟାକୁ ଗୁଣ୍ଡ କରିଦେଲି। ୟାକୁ ଆରାମସେ ହାତରେ ମନ୍ଥିକି ବି ଆପଣମାନେ ଗୁଣ୍ଡ କରିପାରିବେ। ନାହିଁ ତ ଆପଣମାନେ ଛୋଟ ହେମଦସ୍ତା କୁଟଣ ଆସୁଛି, ସେଥିରେ କୁଟିକି ଭଲସେ ଦେଇକି ତାକୁ ଫାଇନ୍ ପାଉଡ଼ର ବନେଇବାର ଆମର ଅଛି। ପୁରାପୁରି ଫାଇନ୍ ପାଉଡ଼ର ବନେଇବେ। ଆଉ ଆପଣମାନେ ଯଦି ହାତରେ ମନ୍ଥୁଛନ୍ତି, ହାତରେ ମନ୍ଥି ସାରିଲା ପରେ ବି ଆପଣଙ୍କର ଚାହା ଛଣା ହେଉ କିମ୍ବା ଛନ୍ନିରେ ଆପଣମାନେ ଛାଣି ନେବେ, ଯେଉଁଟାକି ପୁରା ଫାଇନ୍ ପାଉଡ଼ରଟା ରହିଯିବ। ଆଉ ଦରଦର ଖଣ୍ଡିଆ ଥିଲେ ଆପଣମାନେ ତାକୁ କାଢ଼ିପାରିବେ। ମୁଁ ଟିକେ ଟାଇମ୍ ଲଗେଇକି ୟାକୁ ଭଲସେ ହାତରେ ମକଚିକି ଗୁଣ୍ଡ କରିନେଉଛି। ଯେହେତୁ ଆମର ଭୃସଙ୍ଗ ପତ୍ରଟା, ପତ୍ର ଗୁଡ଼ାକ ଶୁଖିଗଲେ ପୋଡ଼ିଗଲେ ଜାଣିଥିବେ, ହାତରେ ବି ଗୁଣ୍ଡ କଲେ ପାଉଡ଼ର ବନିଯାଏ। ତ ଏଠି ଦେଖନ୍ତୁ, ୟାକୁ ବନିକି ପୁରା ରେଡ଼ି ହେଇଗଲା। ତ ଏବେ ଆପଣମାନେ ଏଥିରେ କିଛି ଜିନିଷ ଆଡ଼୍ କରିବା। ଦେଖନ୍ତୁ, ମୁଁ ମନ୍ଥିକି କଲା ଭିତରେ ହାତ କେତେ କଳା ହେଇଯାଇଛି। ତ ଏଇଥିରୁ ଭାବି ପାରୁଥିବେ, ଆଉ କିଛି ଜିନିଷ ଏଥିରେ ମିଶାଇକି ଆମେ ଯଦି ଚୁଟିରେ ଲଗେଇବା, ଆମ ଚୁଟିର ଅବସ୍ଥା କେମିତି ରହିବ। ଆମ ଚୁଟି ତ ନିହାତି କଳା ହେବ। ତ ଚାଲନ୍ତୁ ଦେଖିବା। ତ ଏଇଠି ନେବେ ଆପଣମାନେ ଭୃସଙ୍ଗ ପତ୍ର ନେଇଗଲେ, ହଳଦୀ ନେଇଗଲେ, ତା'ର ପାଉଡ଼ର ବନେଇଲେ। ତାପରେ ଆପଣମାନେ ନେବେ ଆଲୋଭେରା। ଆଲୋଭେରା ତ ପ୍ରାୟ ସମସ୍ତେ ଘରେ ଲଗାଉଛନ୍ତି, କିଛି ବି ଆପଣମାନଙ୍କୁ ମାନେ ଏକ୍ସଟ୍ରା ପଇସା ଖର୍ଚ୍ଚ କରିବାକୁ ପଡ଼ିବନି। ତ ଏଇଠି ଦେଖନ୍ତୁ, ଆଲୋଭେରା ଯେତେବେଳେ ଆମେ ନେବା ନା, ପ୍ରଥମେ ଗଛରୁ କାଟିକି ଆଣିଲା ପରେ ତାକୁ ଟିକେ ସମୟ ରଖିନେବା। ତା'ର ଗୋଟେ ଲିକ୍ୱିଡ଼ ୟେଲୋ ଟାଇପ୍ର ବାହାରିଯିବ। ସେଇଟା ବାହାରି ସାରିଲା ପରେ ଆପଣମାନେ ଆଲୋଭେରାକୁ ଭଲସେ ଧୋଇ ନେବେ। ଧୋଇକି ତା'ର ଗ୍ରୀନ୍ ପାର୍ଟର ସାଇଡ଼୍ ଗୁଡ଼ାକ କାଟି ନେଇକି ଉପର ବି କାଟି ନେବେ, 2 ଫାଳ କରିନେବେ। ଆଉ ଛୁରୀ ସାହାଯ୍ୟରେ ପୁରା ଜଷ୍ଟ ହାଲକା ଲଗେଇକି ୟାକୁ ଏମିତି କୋରିବେ, ଯାହାଫଳରେ ଏଇଟା ଗୋଟେ ପିଉରି ଟାଇପ୍ର ବାହାରି ପଡ଼ିବ। ଆଉ ଆପଣମାନେ ଯଦି ବେଶୀ କ୍ୱାଣ୍ଟିଟିର କରୁଛନ୍ତି, ସବୁଠୁ ତ ବେଷ୍ଟ ରହିବ ତା'ର ହ୍ୱାଇଟ୍ ଗୁଡ଼ାକୁ ବାହାର କରିକି ଛୋଟ ଛୋଟ ପିସ୍ କାଟିକି ଗ୍ରାଇଣ୍ଡିଙ୍ଗ କରିପାରିବେ। ସେଇଟା ବି ଭଲସେ ଜୁସ୍ ବାହାରିବ। କିନ୍ତୁ ଯେହେତୁ ଆମେ କମ୍ କ୍ୱାଣ୍ଟିଟିର କରୁଛେ, କମ୍ କ୍ୱାଣ୍ଟିଟି ହେଲେ ଆପଣମାନେ ଗ୍ରାଇଣ୍ଡିଙ୍ଗ ଜାର୍ରେ ବୁଲେଇବା ବହୁତ କଷ୍ଟ ହେଇଯିବ। ତ ସେଥିପାଇଁ ଆପଣମାନେ ଏମିତି ଛୁରୀରେ ପତଳା ହାଲକା ଏମିତି ସ୍ଲାଇସ୍ କରିକି ଆପଣମାନେ ୟାର ଲିକ୍ୱିଡ଼ଟାକୁ ବାହାର କରିପାରିବେ। ଆଉ ଘି କୁଆଁରୀ ଚୁଟି ଗ୍ରୋଥ୍ କରିବାରେ ବହୁତ ସୁନ୍ଦର ସାହାଯ୍ୟ କରେ। ଆଉ ଆମର ରହିଛି ଏଠି ଭୃସଙ୍ଗ ପତ୍ର, ହଳଦୀ, ଏସବୁ ପୁଣି ଲୁହା କଡ଼େଇରେ ବନା ହେଇଛି। ତ ଏଇଟା ତ ଚୁଟି କଳା କରିବାକୁ ବି ବହୁତ ଭଲ ଭାବରେ କାମ କରିବ। ଏଠି ଦେଖନ୍ତୁ, ମୁଁ ହାଲକା ଫୁଲକା ଗୋଟେ ସାଇଡ଼୍ରୁ କାଢ଼ି ନେଲି, ଆଉ ଗୋଟେ ସାଇଡ଼୍ରୁ ବି
ସେମିତି ସେମ୍ ଟାଇପ୍ର ଆପଣମାନେ କାଢ଼ି ନେବେ। ତ ସାଙ୍ଗମାନେ ଦେଖନ୍ତୁ ମୁଁ ଆପଣମାନଙ୍କ ସହିତ ରିଅଲ୍ ପୁରା କଥାଟା ସେୟାର କରୁଛି। ଆମେ ଯେତେ ଜିନିଷ ଚୁଟିରେ ଲଗେଇଲେ କ'ଣ ହେବ, ଆମେ ବହୁତ ସାରା ଚୁଟିରେ ଲଗେଇଥାଉ କେମିତି ଶୀଘ୍ର ଆମ ଚୁଟି କଳା ପଡ଼ିଯିବ ଯଦି ପାଚି ଯାଉଛି, ଆମେ କମ୍ ଏଜ୍ରେ ଚୁଟି ପାଚି ଯାଉଛି ବାହାରକୁ ଗଲେ ଅନକମ୍ଫର୍ଟେବଲ୍ ଫିଲ୍ କରିଥାଉ, ସେଥିପାଇଁ ସମସ୍ତେ ଚୁଟିକୁ କଲର୍ କରନ୍ତି। ତ କଲର୍ କରିବା ଦ୍ୱାରା କ'ଣ ହୁଏ କି କେମିକାଲ୍ ଏସବୁ ବ୍ୟବହାର କରିବା ଦ୍ୱାରା ଚୁଟି ତ କଲର୍ ହୁଏ, କିନ୍ତୁ କଳା ପଡ଼ିବା ସହିତ ଆପଣଙ୍କର ଚୁଟି ଝଡ଼ି ବି ମଧ୍ୟ ବହୁତ ଯାଏ। ତ ସେଥିପାଇଁ ମୁଁ ଚାହୁଁଛି ଟାଇମ୍ ଟେକିଂ ହଉ ପଛକେ, ବହୁତ ସମୟ ଲାଗୁ ପଛକେ ଆପଣମାନେ ନ୍ୟାଚୁରାଲ୍ ଜିନିଷରେ କରନ୍ତୁ। ତ ଏଇଠି ଦେଖନ୍ତୁ ମୁଁ ସେଇ ଲିକ୍ୱିଡ଼ ଦେଇସାରିଲା ପରେ ଏଥିରେ ସୋରିଷ ତେଲ ଆଡ଼୍ କରିବେ ସାଙ୍ଗମାନେ। ଚୁଟିକୁ କଳା କରିବାରେ ସୋରିଷ ତେଲ ବହୁତ ସୁନ୍ଦର କାମ କରେ। ଏଠି ସୋରିଷ ତେଲ ନେବେ। ଯଦି ଆପଣମାନେ ସୋରିଷ ତେଲ ଲଗାଇବା ପାଇଁ କମ୍ଫର୍ଟେବଲ୍ ନିଅନ୍ତି ତାହେଲେ ବାଦାମ ତେଲ, ନଡ଼ିଆ ତେଲ ନେଇପାରିବେ, କିନ୍ତୁ ଚୁଟିକୁ କଳା କରିବା ପାଇଁ ବେଷ୍ଟ ସୋରିଷ ତେଲ ହିଁ ରହିବ। ତ ଏଠି ଭଲ ଭାବରେ ଗୋଳେଇ ନେବେ। ତ ସାଙ୍ଗମାନେ ମୁଁ କହୁଥିଲି କି ଆପଣମାନେ ଯେତେ ବି କେମିକାଲ ଲଗାନ୍ତୁ ବହୁତ କମ୍ ଦିନରେ ଚୁଟି ସବୁ ଝଡ଼ିଯାଏ, ଚନ୍ଦାପଣ ଆସିଯାଏ। ତ ସେଥିପାଇଁ ନ୍ୟାଚୁରାଲ୍ ଜିନିଷ ବ୍ୟବହାର କରନ୍ତୁ। ତା ସହିତ କିଛି ଗୋଟେ ଡ୍ରିଙ୍କସ୍ ପିଇବେ। ମୁଁ ଯେଉଁଟା କହୁଛି ଆପଣମାନେ ଶୁଣନ୍ତୁ। ଆପଣମାନେ ଡେଲି ଖାଲି ପେଟରେ ଯଦି ଅଁଳାର ଜୁସ୍ ପିଉଛନ୍ତି ଗୋଟେ ଗ୍ଲାସ୍, ପାଖାପାଖି ଗୋଟେ ମାସ କଣ୍ଟିନ୍ୟୁ କରିବେ ରେଗୁଲାରି, ଦେଖିବେ ଆପଣମାନଙ୍କର ଗୋଟେ ମାସ ଭିତରେ ଚୁଟି ଝଡ଼ିବାର ସମସ୍ୟା ବହୁତ କମିଯିବ। ସାଙ୍ଗମାନେ ନିହାତି ଭାବରେ ବ୍ୟବହାର କରନ୍ତୁ, ତାପରେ ମୋତେ କମେଣ୍ଟ କରନ୍ତୁ। କଣ୍ଟିନ୍ୟୁ ରଖିବେ ଗୋଟେ ମାସ ଖାଲି ପେଟରେ ଆମର ଜୁସ୍ଟା ପିଇବେ, ଅଁଳାର ଜୁସ୍, ଆମଲା ଜୁସ୍। ତ ଦେଖିବେ କିଛି ଦିନ ପିଅନ୍ତୁ, ଦେଖିକି ନିଜେ ଫିଲ୍ କରିପାରିବେ। ତ ଏଠି ଦେଖନ୍ତୁ, ଆଉ ତା ସହିତ ପ୍ରଚୁର ପରିମାଣରେ ପାଣି ପିଇବେ। ପାଣି ପିଇଲେ ଆମର ଖାଦ୍ୟ ହଜମ ହେବା ଶକ୍ତି ବଢ଼ିବ, ଖାଦ୍ୟ ଭଲସେ ହଜମ ହେବ, ପେଟରେ ଗ୍ୟାସ୍ ହେବନି କି ଚୁଟି ଝଡ଼ିବାର ସମସ୍ୟା ବି ଆସିବନି। ଦେଖନ୍ତୁ ମୁଁ ଏଠି ହାତରେ ଲଗେଇକି ଆପଣମାନଙ୍କୁ ଦେଖାଉଛି, ଭଲସେ ଗୋଳେଇ ନେଲି, ଆଲୋଭେରା ଜୁସ୍ ଦେଲି, ତା ସହିତ ସୋରିଷ ତେଲ ଦେଲି, ଆଉ ଭୃଷଙ୍ଗ ପତ୍ର, ହଳଦୀର ପାଉଡ଼ର ତ ଅଲରେଡ଼ି ଥିଲା ସେଥିରେ, ଗୋଳେଇ ଗାଳିକି ଭଲସେ ମୁଁ ୟାକୁ ଆପ୍ଲାଏ କରିକି ଆପଣମାନଙ୍କୁ ହାତରେ ଦେଖାଉଛି। ଦେଖନ୍ତୁ କେତେ ସୁନ୍ଦର ଭାବରେ କଳା ହେଇଯାଉଛି। ଆଉ ଯଦି ଇନଷ୍ଟାଣ୍ଟ ଆପଣମାନେ ଆପଣଙ୍କର ଚୁଟିକୁ ବି ଏମିତି ବ୍ରସ୍ରେ ଲଗେଇକି, ଯେଉଁ ପାଚି ଯାଇଥିବା ଚୁଟି ଉପରେ ଲଗେଇକି ବାହାରକୁ ବି ଯାଇପାରିବେ, କିଛି ବି ଆପଣମାନଙ୍କୁ ଅନକମ୍ଫର୍ଟେବଲ୍ ଫିଲ୍ ହେବନି, ଭଲସେ ରହିବ ଆଉ ଛାଡ଼ିବନି ବି ମଧ୍ୟ। ଆଉ ମୁଁ ଏଇଠି ଲାଷ୍ଟରେ ଆପଣମାନଙ୍କୁ ଲାଇଭ୍ ରେଜଲ୍ଟ ଦେଖେଇବି କି ଧୋଇକି କେମିତି ଏଇଟା ଛାଡ଼ୁନି, ପୁରା ବଡ଼ିରେ ଲାଗିକି ରହୁଛି। ତ ଆପଣମାନେ ଚୁଟିରେ ଲଗେଇଲେ କ'ଣ ହେବ ଜାଣିପାରୁଥିବେ, ଧଳା ଚୁଟିରେ ତ ଲଗେଇଲେ ଆହୁରି କଳା ଜିନିଷଟା ବହୁତ ମାନେ ଫୁଟିକି ଦେଖାଯିବ। ତ ଏଠି ଦେଖନ୍ତୁ ମୁଁ ଭଲ ଭାବରେ ୟାକୁ ଗୋଳେଇକି ଏମିତି ନେଇଗଲି। ଆପଣମାନେ ଆପ୍ଲାଏ କିପରି କରିବେ କହିଦେଲି। ଆପଣମାନେ ଯଦି ଇନଷ୍ଟାଣ୍ଟ ଲଗାଇବା ପାଇଁ ଚାହୁଁଛନ୍ତି, ବନେଇକି ୟାକୁ ଷ୍ଟୋର୍ କରିକି ଫ୍ରିଜ୍ରେ ହଉ ବାହାରେ ହଉ ରଖିପାରିବେ। ଆଉ ଆପଣମାନେ ଯୁଆଡ଼େ ଯାଉଛନ୍ତି ଧଳା ଚୁଟି ଉପରେ ବ୍ରସ୍ରେ ଲଗେଇକି ଯାଆନ୍ତୁ, ସେଇଟା ବି ହେଇପାରିବ। ତା ସହିତ ସେଟା ଯଦି ତ କରିବେ ବେଷ୍ଟ, ନହେଲେ ଆପଣମାନେ ସପ୍ତାହକୁ ଥରେ ୟାକୁ ବନେଇକି ଆପଣଙ୍କର ଚୁଟିରେ ଆପ୍ଲାଏ କରିକି ଘଣ୍ଟେ ପର୍ଯ୍ୟନ୍ତ ରଖନ୍ତୁ, ତାପରେ ଆପଣମାନଙ୍କର ଚୁଟିକୁ ଧୋଇ ଦିଅନ୍ତୁ। ଏହିପରି ଭାବରେ ଯଦି କିଛି ମାସ ବି କରିବେ ତାହେଲେ ବି ଆପଣଙ୍କର ଚୁଟିର କଳାପଣ ଆସିଯିବ ନିହାତି ଧୀରେ ଧୀରେ। ତ ଦେଖନ୍ତୁ ମୁଁ ଏଠି ପାଣି ଢାଳିଲି, ଉପରେ ଯେଉଁ ଏକ୍ସଟ୍ରା ଗୁଡ଼ାକ ଥିଲା ଖସି ପଡ଼ିଲା, କିନ୍ତୁ ସ୍କିନ୍ରେ ଯେଉଁଟା ଲାଗିକି ରହିଛି କଳାଟା ଜମା ବି ଛାଡ଼ୁନି। ଆପଣମାନେ ଲଗେଇକି ଦେଖନ୍ତୁ, ନିହାତି ବିଲିଭ୍ କରିବେ, ଏମିତି କହିଲେ ବି ହେବନି, ସେଇଟା ପୁରା ଲାଗିକି ରହୁଛି। ତ ନିହାତି ଭାବି ପାରୁଥିବେ ଚୁଟିରେ ଆପ୍ଲାଏ କଲେ ଚୁଟିରେ କେତେ ସୁନ୍ଦର ଲାଗିକି ରହିବ। ତ ଆପଣମାନେ ଏହିପରି ଭାବରେ ବ୍ୟବହାର କରନ୍ତୁ। ଆଉ ଆପଣମାନଙ୍କର ମତାମତ ମୋତେ କମେଣ୍ଟ ସେକ୍ସନରେ ଜଣାନ୍ତୁ। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ଭୁଲନ୍ତୁନି। ଆଜିର ଭିଡ଼ିଓ କୋଉଠି ରଖିଲି। ନମସ୍କାର, ଜୟ ଜଗନ୍ନାଥ।